ବାବା ସିଂ ଏତେ ଶସ୍ତା ଭାବିଲ ତୁ ଟିକେ ନିଜେ ପଢିଲୁ ଏଇ କିଏ ଲେଖିଥିଲା ଏଗୁରା ତୁ ଲେଖିଥିଲୁ ନା ସିଏ ଲେଖିଥିଲା ବାପା ହଁ କଣ ହେଲା ଏ ବାପା କାଇଁ ଏଡେ ଜୋର ମରୁଛୁ ବେ ମୋ କଥା ଜମା ତ ବୁଝୁନ ସବୁବେଳେ ମୋ ଉପରେ ଗୋଟେ ବିରକ୍ତ ହଉଛ ଆଉ ତେଲ ଆଜି ଗୋଟେ କଣ କହିବୁ ବୋଧେ ଆଉ କଣ କହୁନୁ ନାଇଁ ମ ଆମର ସେ କାବୁଲାଇ ଦୋକାନ ପାଖରେ ମ ହଁ ଗୋଟେ ଘର ଫାଙ୍କା ଅଛି ହଁ ସେଇଠି ଗୋଟେ ଲେଡିସ୍ କର୍ଣ୍ଣର ଦୋକାନ ମୁଁ କରିବି କରୁନୁ ମତେ କଣ କହୁଛୁ ନା ମ ପଇସା ପତ୍ର ଲକ୍ଷେ ଟଙ୍କା ଖଣ୍ଡେ ଦରକାର ଆଉ ପଇସା ମୁଁ କୋଉଠୁ ଆଣିବି ପଇସା ହଁ ଲକ୍ଷେ ଟଙ୍କା ହଁ ପଇସା ପତ୍ର ନାହିଁ ତୁ ତୋର କଣ କରିବା କଥା କର ଏଠି ଶିଶୁଆ ବଜାରରେ ଗୋଟେ ଲେଡିସ୍ କର୍ଣ୍ଣର ଦୋକାନ କଲୁ ଯେତେବେଳେ ସେଠି ତ ଗୋଟାକୁ ଆଣି ଘରେ ରଖିଲୁ ହଁ ତାକୁ ମୁଁ ପଶୁଛି ପୁଣି ଏଠି ଯୋଉ ପାଖରେ ଦୋକାନ କରିବୁ ଏଠି ବୋଧେ 5ଟା ଖଣ୍ଡେ ଆଣିକି ଘରେ ରଖିବୁ ଚିଡିଆଖାନା ଏଇଟା ବୁଝିଲୁ କଥାବାର୍ତ୍ତା ବ୍ୟବସ୍ଥା କଲା କରିବ ନା ଆଉ ତମ ପୁଅ ତ ଯାହା କହିଲ ସେଇଆ କଲା ତୁ ସେଗୁରା ମତେ କହନା ମୋ ପଇସା ପତ୍ର କଥା ମତେ ତୁ ବାପା କହନା ବହୁତ ତତେ ପଇସା ଦେଲି ଏଇ ହିସାବ କଲୁ ନୂଆ ବର୍ଷରୁ ଆ ଭିତରେ ତୁ କେତେ ପଇସା ନେଇ ସାଇଲୁ ମୁଁ ତ ପୁଅ ନା ଗୋଟେ ବୋଲି ପୁଅ ନା ଆବେ ଗୋଟାଏ ବୋଲି ପୁଅ ବୋଲିଆ କଣ ତତେ ମୁଁ ସବୁ ଦେଇଦେବି ବୁଝିବ କିଛି ନା ଗୋଟେ ବ୍ୟବସ୍ଥା କଣ କରିବ ନା ଆଉ ବ୍ୟବସ୍ଥା ନାଇଁ ମତେ ତୁ ସବୁ କହିବୁ କିନ୍ତୁ ପଇସା ପତ୍ର କଥା କହିବୁନି ମତେ ପଇସା ପତ୍ର କହିବି ନା କାହାକୁ କହିବି ବୁଝନି ମତେ ପଇସା କଥା ଫେରବାର ଆଉ କହିବୁନି ମାମୁଁ ନମସ୍କାର ହଁ ନମସ୍କାର ପଇସା କଥା ମାମୁଁ ରତ୍ନା କଣ କହୁଛି ଗାଁଟା କଥା କହନା ସବୁବେଳେ ଖାଲି କହୁଛି ପଇସା ଦିଅ ଆବେ ସେ କାବୁଲି ଦୋକାନ କରରେ କୋଉଠି ଗୋଟେ ଘର ଫାଙ୍କା ଅଛି ପାଖରେ ଗୋଟେ ଘର ହଁ ସେ ଯୋଉ ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସ ଘର ଗୋଟା ଫାଙ୍କା ଅଛି ବା ଆବେ କହୁଛି ସେଠି କଣ ଲେଡିସ୍ କର୍ଣ୍ଣର ଦୋକାନ କରିବ 1,00,000 ଟଙ୍କା ଦିଅ ଶିଶୁଆରେ ତ ଦୋକାନ କରିଥିଲା ଯୋଉ କାରନାମା କରିକି ଆଇଛି ଏଠି ପୁଣି ସେ କାରନାମା କରିବ କଣ କରିବ ଘରଟାକୁ ମୁଁ ଚିଡିଆଖାନା ଲାଷ୍ଟକୁ ବନେଇବି ଆଉ ତୁ ଏରା କାଇଁ ଗାଡି ମଟର ବୁଝାବୁଝି କରୁନୁ ସେଗୁରା ତମର ଯେତିକି ଅଛି ତୁ ଇଏ କରୁନୁ ଛାଡ ସେଗୁଡା ବୟସ ହେଲାଣି ବସିକି ଖାଇବାର ବୟସ ହେଲାଣି ହେରି ତା ଫକୀରା ଯିଏ ବସିକି ଖାଇଲା ହିଁ ଘରେ ସେ ଖଟିକି ଜମା ଖାଇବ ତମକୁ ମନା କରୁଛି ତା କଥା ଗପନା ବୋଲିକା ଆଉ ହେଇ ତମକୁ ଦେଖିଲା ବେଳକୁ ଗୋଟେ କଥା ହେଇ ମନେ ପଇଲା ମୁଁ କାଲି ଯାଇଥିଲି କଟକ ଯାଇଥିଲି ମୋର ତ ଜାଣିଥିବ କେଡେ କେଡେ ସାଙ୍ଗ ସବୁ ଡକ୍ଟର ଇଞ୍ଜିନିୟର ଓକିଲ ସବୁ ମୋର ସାଙ୍ଗ ସବୁ ସିଏ ମତେ ଯୋଉ କଥା କାଲି କହିଲେ ମତେ ଭାରି ଟିକେ ଖରାପ ଲାଗିଲା ଆବେ କହିଲେ ତମେ ସେ ଯୋଉ ସେ 2ଟା ଟୋକା ସାଙ୍ଗରେ କଣ ଭିଡିଓ କରୁଛୁ ବେ ବାଦାରା ଟୋକା ଗୁଡାକ ସେଗୁଡା ତାଙ୍କ ସାଙ୍ଗରେ କି ଭିଡିଓ କରୁଛୁ ଆଉ ତମ ଭିଡିଓ ତ 3,000 4,000 ଏମିତି ମାଟୁଛି ଆଉ ଲୋକ ତ ଦେଖୁନାହାନ୍ତି ମୁଁ କହିଲି ହଁ ଯାହା ହେଇଥିବ କଣ ବେ ଘଟଣା କଣ ସେଇଟା ଯାହା କହିଲେ ମାମୁଁ ସତ କଥା ସିଏ କହିଲେ ନହେଲେ ଆମ ଭିଡିଓ ଭିଉ ଯାଉନି ଆମର ସେଥିରେ ବି ମନ ଦୁଃଖ କରିବାର ନାହିଁ ଆମେ ଦେଖନ୍ତୁ ମାମୁଁ ଆମେ ଆପଣଙ୍କୁ ନେଇ ଯୋଉ ଭିଡିଓ କରୁଛୁ ଆପଣ କୁହନ୍ତୁ ଗୋଟିଏ କୌଣସି ଭିଡିଓରେ ଆମେ 2 ଅର୍ଥବୋଧକ କଥା କହିଛୁ କି ତା ଦେହରେ କେବେ ବି କହିଛୁ ଆମେ ସବୁବେଳେ ଚେଷ୍ଟା କରୁଛୁ କେମିତି ସମାଜକୁ 2 ପଦ ଭଲ ବାର୍ତ୍ତା ଦବୁ ଆମେ କାହାର ମାନେ ଆମ କଥାରୁ କେହି ଅନିଷ୍ଟ କାହାର ନ ହଉ କେମିତି ଭଲ ବାଟକୁ ଲୋକ ଆସନ୍ତୁ ସମସ୍ତେ ନ ଆସନ୍ତୁ ଗୋଟିଏ ଲୋକ ତ ଆସିବେ ଗୋଟିଏ ଲୋକ ପରିବର୍ତ୍ତନ ହୁଅନ୍ତୁ ସେତିକିରେ ଆମେ ଖୁସି ତେଣୁକରି ଆମର 1000 ଭିଉ ଆସୁ 2,000 ଭିଉ ଆସୁ ଯଦି ସେଇଥିରୁ ଗୋଟିଏ ଲୋକ ହିଁ ପରିବର୍ତ୍ତନ ହେବେ ଆମେ ଜାଣିବୁ ଆମର ପରିଶ୍ରମ ସେଥିପାଇଁ ଆମେ ମନ ଦୁଃଖ କରୁନୁ ଆଉ ମାମୁଁ ଆଉ ଗୋଟେ କଥା ଆପଣ ଯଦି ଚାହୁଁଛନ୍ତି ଶସ୍ତା ଲୋକପ୍ରିୟତା ନବା ପାଇଁ ଆମ ପାଖରେ ବି ବହୁତ ଅନେକ ମାନେ ସ୍କ୍ରିପ୍ଟ ଅଛି ଫକୀରା ମାମୁଁ ଦେଖନ୍ତୁ ଦେଖା ଆପଣ ଦେଖନ୍ତୁ ଯଦି କହିବେ ତାପରେ ଆମେ ଭିଡିଓ କରିବା ଗୋଟା ରାତାରାତି ଆମେ ହେଇଯିବା କିଛି ନାହିଁ ଆମେ ରାତାରାତି କାଲି ସ୍କ୍ରିପ୍ଟଟା ରାତିରେ ଆମେ ଭାବିକି ଲେଖିଥିଲୁ କଣ ବର୍ଷା ଘରେ ପଶିଗଲା କଣ ଏଗୁରା ଲେଖିଛ ଏଗୁରା ବାବା ସିଂ ଏତେ ଶସ୍ତା ଭାବିଲ ତୁ ଟିକେ ନିଜେ ପଢିଲୁ ଏଇ କିଏ ଲେଖିଥିଲା ଏଗୁରା ତୁ ଲେଖିଥିଲୁ ନା ସିଏ ଲେଖିଥିଲା ନା 2 ଜଣ ମିଶିକି ଲେଖିଥିଲ ଆମେ ତ ସବୁ ସ୍କ୍ରିପ୍ଟ 2 ଜଣ ଡିସ୍କସନ କରିକି ଏଇ ତ ପାଟିରେ ଟିକେ ପଢିଲ ଟିକେ ବଡ ପାଟିରେ ପଢିଲ ତମ ପାଟି କି ଏଗୁରାକ ଶୋଭା ପାଉଛି ନାଇଁ ଆମେ ତ ସେଇଥିପାଇଁ ଆପଣଙ୍କୁ ଦେଖେଇଲୁ ଆମେ ସେଇଥିପାଇଁ ଆପଣ ଯୋଉ କହିଲେ କି ଭିଉ ଯାଉନି ଲୋକମାନେ ଦେଖୁନାହାନ୍ତି ଲୋକମାନେ ଏମିତି କହୁଛନ୍ତି ଲୋକମାନେ କିଏ କଣ କହିଲେ ଆମେ ତ ସେଥିପ୍ରତି ଆଜି ପର୍ଯ୍ୟନ୍ତ କର୍ଣ୍ଣପାତ କରିନଥିଲୁ ଆଉ ଆମେ ସବୁବେଳେ ଚାହୁଁ କେମିତି ଭିଡିଓଟା ଭଲ ହଉ କେମିତି 2 ପଦ ଭଲ ବାର୍ତ୍ତା ଆମେ ଦେଇପାରୁ ଆପଣଙ୍କ ଜରିଆରେ ତମ ସାହସ କେମିତି ହେଲା କହିଲ ମତେ ଏଗୁରାକ ସବୁ ଦେଖେଇବାକୁ ତମକୁ ଆଉ କିଛି ମିଳିଲାନି କୋଉଠି ନା ଆମେ ଦାଦା ଭାବିଲୁ କଣ କି ଏବେ ଗୋଟେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ନା ମିଡ଼ିଆ ବାଲା ସମସ୍ତେ ଯାଇକି ପହଞ୍ଚୁଛନ୍ତି ତାଙ୍କର ବାଇଟ୍ ଆଣୁଛନ୍ତି ଆମେ ଭାବିଲୁ କାଳେ ଆମେ ଏମିତି କଲେ
ଆମର ମାନେ ଭାଇରାଲ ହବ। এই সে ব্যবস্থা কর না সস্তা লোকপ্রিয় হବାକୁ ମୁଁ ଚାହୁଁନି ବୁଝିପାରୁଛ ଏବେ କାଲି ବା ମୁଁ ଯାଇଥିଲି ଯୋଉ ଆମେ ଯୋଉ ଭିଡିଓ ଯେତିକି ବି ଆମ ଲୋକ ଦେଖୁଛନ୍ତି ଆମ ଭିଡିଓ କାଲି ଯୋଉ କଟକ ଯାଇଥିଲି କହୁଛି କିଏ କହୁଛି ବାବାଜୀ ବାବୁ ଟିକେ ଦହିବରା ଖାଇ ଦେଇ ଯାଉନାହାନ୍ତି ବାବାଜୀ ବାବୁ ଟିକେ ଚା ପିଇ ଦେଇ ଯାଉନାହାନ୍ତି ଏବେ ଲୋକଙ୍କ ସେତିକି ସମ୍ମାନ ଦଉଛନ୍ତି ଆମକୁ ସେଇଥିପାଇଁ ତ ମାମୁଁ ଆମେ ଜାଣିଛୁ ଭଲ କଲେ ଭଲ ଖରାପ କଲେ ଖରାପ ଆମେ ଯେ ଯୋଉ ପର୍ଯ୍ୟନ୍ତ ଆମେ ଭଲ ଭିଡିଓ କରୁଥିବା ଲୋକମାନେ ସେମିତି ଆମକୁ ଭଲ ପାଇବା ତମେ ଦଉଛନ୍ତି ଭାବୁଛ କଣ ମୁଁ ସୋସିଆଲ ମୋବାଇଲ ବିଷୟରେ କିଛି ଜାଣିନି ନା ସୋସିଆଲ ମିଡିଆ କଣ ମୁଁ ଜାଣିନି ଏବେ ମୁଁ ବା ସେ ଯୁଗରେ ମୁଁ BA LLB କରିଥିଲି ହଁ ପାଠ ପଢା ମତେ ଶିଖଉଛ ହଁ କିଛି ନ କହିଲାଠୁ ତମେ ଏତେ ତଳକୁ ଖସିଗଲ ନାଇଁ ମ୍ୟାମ୍ ଆମେ ସେ ଭିଡିଓ ତ କରିବୁ ଏବେ ସେ କେବେ ଯୋଉ ରୋଷ୍ଟିଂ ଯୋଉ କରୁଛନ୍ତି ରୋଷ୍ଟିଂ ଯୋଉ କରୁଛନ୍ତି ଆଜ୍ଞା ଜାଣିଛ ନା ନାଇଁ ସେ ବିଷୟରେ କିଛି ଆଜ୍ଞା ହଁ ଜାଣିଛ ଏବେ ମୁହଁରେ ରହିଗଲେ ନା ବଜାର ଘାଟକୁ ଗଲାବେଳୁ ମୁହଁରେ ଏମିତି ମାସ୍କ ଦେଇକି ଯାଉଛନ୍ତି ଆମେ ଯେମିତି ବଜାର ଘାଟକୁ ଯାଉଛୁ କେମିତି କେତେ ଲୋକ କେତେ ସମ୍ମାନ ଦଉଛନ୍ତି ହଁ ଭାଇ ଆଇଲେ ବାବାଜୀ ଭାଇ ଆଇଲେ ବାବାଜୀ ସହିତ ନା ଚାରିଆଡେ ପୁରା ସାରା ଓଡିଶାର ଅବିକା ଖେଳିଗଲା ଏଇ କଥା କେତେ ବଡ ନାଁ ମୋର ନା ଆମ କହିବା କଥା କଣ ସେଇଗୁରା ମାନେ ଭାଇରାଲ ବେଶୀ ହଉଛି ତ ଆମେ କହିଲୁ ସୋସିଆଲ ମିଡିଆ ଖେଳେଇଲା ବେଳକୁ ଖାଲି ସେଇ କଥା ବୁମ୍ ଧରିକି ସମେତେ ମିଡିଆ ବାଲା ଠିଆ ହଉଛନ୍ତି ଟିକେ କଣ ଭାଇ କୁହନ୍ତି ଶୁଣ ସେ ପାଠ ନାହିଁ ଭିଡିଓ ବରଂ କରିବିନି ଛାଡ଼ିଦେବି କିନ୍ତୁ ତମ କଥାରେ ପଡିକି ସେ ଯୋଉ ଡବଲ ମିନିଂ ୱାର୍ଡ ଗୋଟିଏ ବି ମୁଁ ଭିଡିଓ ମାଧ୍ୟମରେ କହିପାରିବି ଏତିକି ମନେ ରଖିଥାଉ ଆଉ ଲୋକ ତ ତାଙ୍କର ଦେଖୁଛନ୍ତି ଆମର ଦେଖୁନାହାନ୍ତି ସେ ଗୋଟେ ନ ଦେଖନ୍ତୁ କିଛି ଅସୁବିଧା ନାହିଁ ଆଜି ଦେଖିନାହାନ୍ତି କାଲି ଦେଖିବେ ନାଇଁ 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 ଆମର ଆଜି ବି ଯୋଉ ଲୋକ ଶୋଧୁଛନ୍ତି ଆମକୁ ବେଳ ପଇଲେ କାଲି ବି ଆମକୁ ପ୍ରଶଂସା କରିବେ ସେଇ ଲୋକ ନାଇଁ ଭଲ ଜିନିଷ ପାଇଁ ଭଲ ପ୍ରାଇଜ ନିଶ୍ଚିନ୍ତ ଅଛି ବୁଝିପାରୁଛ ନା ନାଇଁ ଆଉ ଦାଦା ଯୋଉମାନେ ଖରାପ ଏମିତି କହୁଛନ୍ତି ସବୁ ଆଡୁ ସାଡୁ ମାନେ ଜେଣ୍ଟସ ଆମେ ହୁଅନ୍ତୁ ହଇଛୁ ଲେଡିଜ ହୁଅନ୍ତୁ ତାଙ୍କର ହଇଛୁ ଘର ଦ୍ୱାର ନାହିଁ ସେ ଶଳାଙ୍କର ବୁଝିପାରୁଛୁ ମୋ ପାଟିରୁ ବି ହେଇ ମୋ ରାଗିଲେ ମୋର କଣ କୁଆଡେ ମୁଁ ବହିଛି ନାଇଁ ସିଏ ଯୋଉ ମାନେ ଆମେ ତାଙ୍କର ହଇଛୁ ନାଇଁ ନାଇଁ ସେ ଯୋଉ ଡବଲ ମିନିଂ ୱାର୍ଡ କହୁଛନ୍ତି ତାଙ୍କ ବାପା ମା ବୋଉ ଭାଇ ଭଉଣୀ ଭାଇ ଭାଉଜ ପାଖରେ ବସିକି କେବେ ସେ ଭିଡିଓକୁ ଟିକେ ଦେଖିବେ ଦେଖିଆ ଆମ ଭିଡିଓକୁ ଘର ଭିତରେ ବସିକିନା ସମସ୍ତେ ଫ୍ୟାମିଲି ଅଲ୍ ଫ୍ୟାମିଲି ବସିକିନା ବି ଦେଖିବେ ମୁଁ ବା କହୁଛି ମୋ ସାଙ୍ଗ ଘରକୁ ମୁଁ ଦିନେ ଯାଇଥିଲି ପେନ୍ ଡ୍ରାଇଭରେ ଲୋଡ କରି ଆମ ଭିଡିଓକୁ LCDରେ ନଗିକି ତାଙ୍କ ଫ୍ୟାମିଲି ଚାରିଆଡେ ଯାକ ବସିକି ଦେଖୁଛନ୍ତି ସବୁ ଯାକ ଯେତେ ଭିଡିଓ ଆମେ କରିଛେ ସବୁ ଭିଡିଓ ଡାଉନଲୋଡ ମାରିକି ସିଏ ରଖିଛି ପେନ୍ ଡ୍ରାଇଭରେ ତାହେଲେ ଠିକ ଅଛି ଆମେ ଏମିତିଆ କରିବା ନାଇଁ 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 ଆମର ଯେମିତି ଚାଲିଛି ଭାଇ ଶୁଣୁ ଫେରବାର ତମକୁ ମୁଁ ଆଉ ଥରେ ମୁଁ କହୁଛି ଯଦି ଡବଲ ମିନିଂ ଭିଡିଓ କଥା କହିବ ମୋ ଆଗରେ ଥରେ ତମେ ତମର ଅଲଗା ମତେ ଅଲଗା ଛାଡିଦବ ମୋ ଘର ଦୁଆରକୁ ଫେରବାର ଆସିବନି ମୁଁ କହିଦଉଛି ନା ଦାଦା ଭୁଲ ହେଲା ଆମେ ସେମିତିଆ କାମ କହୁଛି କରିବୁ। ମାମୁଁ ରାଗିବି ଏସବୁ ସେ ସବୁ ଜିନିଷ ମୋର ହଉ ପସନ୍ଦ ମାମୁଁ ନୁହଁ। ଆମେ ତାହେଲେ ଯାଉଛୁ ଆଉ ଗୋଟେ ନୂଆ ସ୍କ୍ରିପ୍ଟ ଆଣିଲେ କାଲି କରିବା ଭିଡିଓ ହଁ ଖାଇବିନି ପଛକେ ପାଣି ପିଇକି ରହିଯିବି କିନ୍ତୁ ଅଯଥାରେ ମୁଁ କାହା ଆଗରେ ମୋ ମୁଣ୍ଡ ନଇବିନି ବୁଝିପାରୁଛ ନା ନାଇଁ ଦାଦା ଯୋଉମାନେ କରୁଛନ୍ତି ସେମାନଙ୍କୁ ଟିକେ କଣ ବାର୍ତ୍ତା ଦିଅନ୍ତୁ ଭଲ କିଛି ମାନେ କରିବେ ଆଗକୁ ଆଗକୁ ସେମିତି ଟିକେ କହିଦିଅନ୍ତୁ ତାକୁ କଣ ବାର୍ତ୍ତା ଦେବୁ ତାକୁ ସେମାନେ ନା ସିନା ମ- ଭଲ ମଣିଷ ହେଇଥିଲେ ସିନା ସିଏ ସିନା କଣ ତାଙ୍କର କଣ କଥା ନାଇଁ ମାମୁଁ ଚେଇଁ ଶୋଇଥିବ ଯିଏ ନା ତାକୁ ଉଠେଇବ କିଏ ତାକୁ ଉଠେଇବ କିଏ ସେମାନେ ତାଙ୍କର କଣ କଣ ତାଙ୍କର ବାପା କଣ ମା ବୁଦ୍ଧି ନାହିଁ ନା ସେମାନଙ୍କର ସୋସିଆଲ ମିଡିଆରେ ଭାଇ ଭଉଣୀ ସାଙ୍ଗସାଥି ଦେଖୁନାହାନ୍ତି ସିଏ ଯିଏ ଆରେ ଯଦି ଖରାପ କରୁଛ, ଯିଏ ସେ ଯୁଗ ଯୁଗ ପାଇଁ ଖରାପ ହେଇ ଯଦି ରହିବ କରୁଛ ଆମର କଣ ଅଛି? ବଜାର ଘାଟକୁ ଯେମିତି ଆମେ ଯାଉଛୁ ସେ ହଁ। ନଗଳିଆ ସେମିତି ଯାଉନ ମୁହଁରେ କାହିଁ ବାନ୍ଧି ଦେଇ ଯାଉଛ କେତେବେଳେ ମାମୁଁ ପଦିଏ କଥା କହିଲି ହଉ। କେତେ ମାମୁଁ ଲୋକ ତାହେଲେ- କେତେ ପ୍ରଶଂସା କରୁଛନ୍ତି ଆମେ ଆମକୁ। ତାହେଲେ ଆସୁଛୁ ମାମୁଁ ହଁ, ଆମେ ତମେ ଆସୁଛୁ, ଯାଅ ଆଉ କାଲି ଆମେ ପୁଣି 5:30 ବେଳକୁ ଗୋଟେ କରିକି ପକେଇବା ହଁ ଭିଡିଓ ହବ ପକେଇବ କିନ୍ତୁ ମତେ ତମକୁ ବଡ ହବି ମୁଁ ତମ ଠାରୁ ନେଉରା ହେଇକି କହୁଛି ଏମିତିଆ ସ୍କ୍ରିପ୍ଟ ନେଇକି ଯଦି ନାଇଁ, ଆସିବ ନାଇଁ, ମୋ ଘର ଦୁଆର ମୁକୁ ନାଇଁ, ଆସିବ ନାଇଁ, ଚାଲ, ଚାଲ। ନାଇଁ ନାଇଁ ଆମ ଦାଦା ଭୁଲ ତମେ ଭାଇ ହଁ ଯାଅ ଯାଅ ରହିଲୁ ହଁ ଯା ବାପା ହଁ ଯିବା ଚାଲେ ଯିବା ଖାଇଲୁ